ସରକାର ଅନେକ ଗୁଡ଼ିଏ ଯୋଜନା କରିଛନ୍ତି। ସେ ମଧ୍ୟରୁ ସୁକନ୍ୟା ଯୋଜନା ହେଉଛି ଅନ୍ୟତମ, ଯେଉଁଥିରେ କି ଆପଣ ନିଜର ଝିଅର ଭବିଷ୍ୟତକୁ ରଖି ଟଙ୍କା ରଖିପାରିବେ ଏବଂ ପରେ ଏହାର 3 ଗୁଣ ଟଙ୍କା ପାଇପାରିବେ। ତେବେ ସୁକନ୍ୟା ଯୋଜନାକୁ ନେଇ କ'ଣ ସବୁ ଅପଡେଟ୍ ରହିଛି ଜାଣିବା। ତେବେ ଭିଡ଼ିଓଟି ଶେଷ ଯାଏଁ ଦେଖନ୍ତୁ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ଉପରେ କ୍ଲିକ୍ କରିଦିଅନ୍ତୁ। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ପ୍ରକାର ସେଭିଂ ଯୋଜନା ପ୍ରଣୟନ ହୋଇଛି। ଏଭଳି ଯୋଜନା ଲୋକଙ୍କ ପାଇଁ ବେଶ୍ ଲାଭଦାୟୀ ସାବ୍ୟସ୍ତ ହୋଇଛି। ଏଭଳି ସ୍କିମ୍ରେ ଅଳ୍ପ କିଛି ସେଭିଂ କରି ଲୋକେ ମୋଟା ଅଙ୍କର ଟଙ୍କା କମାଇ ପାରିବେ। ସରକାରଙ୍କ ଏଭଳି ଏକ ଯୋଜନା ହେଉଛି ସୁକନ୍ୟା ସମୃଦ୍ଧି ଯୋଜନା, ଯାହାର କନ୍ୟା ସନ୍ତାନଙ୍କ ସୁରକ୍ଷିତ ଭବିଷ୍ୟତ ଦୃଷ୍ଟିରେ ରଖି ପ୍ରଣୟନ ହୋଇଛି। ଯଦି ଆପଣ ଆପଣଙ୍କର ଝିଅର ବିବାହ କିମ୍ବା ଉଚ୍ଚଶିକ୍ଷା ନିବେଶ କରିବାକୁ ଚାହାନ୍ତି, ତେବେ ସୁକନ୍ୟା ସମୃଦ୍ଧି ଯୋଜନା ଆପଣଙ୍କ ପାଇଁ ଉଦ୍ଦିଷ୍ଟ। ବର୍ତ୍ତମାନ ଏହି ସ୍କିମ୍ରେ ସରକାରଙ୍କ ପକ୍ଷରୁ ମିଳୁଥିବା 8% ଲାଭାଂଶକୁ ବୃଦ୍ଧି କରି 8.2 କରାଯାଇଛି। ଏହି ସ୍କିମ୍ରେ ଆପଣ 10 ବର୍ଷ ପର୍ଯ୍ୟନ୍ତ ଝିଅ ନାମରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ଟଙ୍କା ଜମା କରିପାରିବେ। ବର୍ଷକୁ 250 ଟଙ୍କାରୁ ଆରମ୍ଭ କରି 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିପାରିବେ। ଏହି ଯୋଜନାରେ 3 ଗୁଣା ରିଟର୍ଣ୍ଣ ମିଳିଥାଏ। ଏହି ଯୋଜନା ନିବେଶ କଲେ ଆପଣଙ୍କୁ ଟ୍ୟାକ୍ସ ଧାରା 80C ଆଧାରରେ ସାମାନ୍ୟ ଆଶ୍ୱସ୍ତି ମିଳିବ। ଯଦି ଆପଣ ଏହି ସ୍କିମ୍ରେ ବାର୍ଷିକ 1.5 ଲକ୍ଷ ଟଙ୍କା ନିବେଶ କରନ୍ତି, ତେବେ ଆପଣଙ୍କ 70 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫଣ୍ଡ ଜମା କରିପାରିବେ। ଏହି ଟଙ୍କା ନିବେଶ ଟଙ୍କାର 3 ଗୁଣ ଅଧିକ ନିଶ୍ଚିନ୍ତ। ଝିଅକୁ 10 ବର୍ଷ ହେବା ପୂର୍ବରୁ ଏହି ଆକାଉଣ୍ଟ ଖୋଲିବା ଜରୁରୀ। ଏହାପରେ ଆକାଉଣ୍ଟ ଖୋଲିବା ସମ୍ଭବ ହେବନି। ସୁକନ୍ୟା ସମୃଦ୍ଧି ସ୍କିମ୍ ଏକ ଟ୍ୟାକ୍ସ ଫ୍ରି ସ୍କିମ୍। ଏଥିରେ 3 ପୃଥକ ଟ୍ୟାକ୍ସ ବେନିଫିଟ୍ ମିଳିଥାଏ। ଧାରା 80C ଆଧାରରେ ବାର୍ଷିକ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ ଛାଡ଼ ମିଳିବ। ଏହାପରେ ରିଟର୍ଣ୍ଣ ଟ୍ୟାକ୍ସ ବେନିଫିଟ୍ ମଧ୍ୟ ମିଳିଥାଏ। ଶେଷରେ ମ୍ୟାଚୁରିଟି ପର୍ଯ୍ୟନ୍ତ ମଧ୍ୟ ଏକ ବେନିଫିଟ୍ ମିଳିଥାଏ। ଏହି ଯୋଜନାରେ ଲଗ୍ଇନ୍ ଅବଧି 21 ବର୍ଷ ଯାଏଁ ରହିଛି। ଏହାର ଅର୍ଥ 21 ବର୍ଷ ପରେ 8 ଥର ମ୍ୟାଚୁରିଟି ହେବ। ଏହାଛଡ଼ା ମ୍ୟାଚୁରିଟି ପୂର୍ବରୁ ଆପଣ ଟଙ୍କା କାଢ଼ି ପାରିବେ ନାହିଁ। ତେବେ ଅବଧି ପୂର୍ବରୁ ଆପଣ ଟଙ୍କା ଉଠାଇଲେ ଆପଣଙ୍କୁ ବହୁତ କ୍ଷତି ସହିବାକୁ ପଡ଼ିବ। ତେବେ ଆକାଉଣ୍ଟ ଧାରକଙ୍କ ଅକାଳ ମୃତ୍ୟୁ କ୍ଷେତ୍ରରେ ମଧ୍ୟ ଟଙ୍କା ଉଠାଇ ହେବ। ଏହି ସ୍କିମ୍ରେ କେବଳ 15 ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରାଯାଇଥାଏ। ଏହାପରେ ଝିଅକୁ 21 ବର୍ଷ ହେବା ପରେ ଟଙ୍କା ମ୍ୟାଚୁରିଟି ହୋଇଥାଏ।